ଜଗନ୍ନାଥ ମୁଁ ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ର ଆପଣମାନଙ୍କୁ ଜିତେନ୍ଦ୍ର ଆଷ୍ଟ୍ରୋ ଏବଂ ବାସ୍ତୁ ଚ୍ୟାନେଲ ସ୍ୱାଗତ। ଆସନ୍ତୁ ଆମେ ଜାଣିବା 2025 ମସିହା ଜାନୁଆରୀ ମାସରେ ମକର, କୁମ୍ଭ, ମୀନ ରାଶିର ରାଶିଫଳ ବିଷୟରେ ଜାଣିବା। ଏ ମାସରେ ମକର, କୁମ୍ଭ, ମୀନ ରାଶିରେ କ'ଣ ଘଟିବ ଚାଲନ୍ତୁ ଆମେ ସର୍ବପ୍ରଥମେ ଜାଣିବା ମକର ରାଶି ବିଷୟରେ। ଆପଣଙ୍କର ଏ ମାସଟି ଖୁବ୍ ଭଲରେ ଯିବ, ଦେହ ମନ ଭଲ ରହିବ, କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ, ଉଚ୍ଚ ଆଶା ସଫଳ ହେବ, ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି, ପାରିବାରିକ ଜୀବନରେ ସୁଖୀ ହେବେ, ଚାକିରିରେ ଆଦର ସମ୍ମାନ ପାଇବେ, ବ୍ୟବସାୟରୁ ଲାଭ ଭଲ ମିଳିବ, ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ। ଏହି ମାସର 15 ଦିନ ପରେ ମକର ରାଶିରେ ଅସ୍ଥିରତା ଲାଗି ରହିବ, ସମସ୍ୟା ବଢ଼ି ବଢ଼ି ଚାଲିବ, କର୍ମକ୍ଷେତ୍ରରେ ଉତ୍ସାହିତ ହେବେ, ଆୟବ୍ୟୟ ପ୍ରାୟ ମାସ ଶେଷ ଯାଏଁ ସମାନ ରହିବ, ପାରିବାରିକ ଜୀବନରେ ଅବହେଳା ବଢ଼ି ଚାଲିବ, କିଛି ଡିଷ୍ଟର୍ବାନ୍ସ ବି ଘଟିବ, ଚାକିରିରେ ସ୍ଥାନ ତ୍ୟାଗ ଯୋଗ ଅଛି ମାନେ ଟ୍ରାନ୍ସଫର ହୋଇପାରେ, ବ୍ୟବସାୟରେ ଶ୍ରମଠାରୁ ଲାଭ କମ୍ ପାଇବେ, ଆପଣ ଯେତେ ପରିଶ୍ରମ କରିବେ ତାଠାରୁ କମ୍ ପଇସା ପାଇବେ, ଛାତ୍ରଛାତ୍ରୀମାନେ ପ୍ରତିଦ୍ୱନ୍ଦ୍ୱିତାରେ ବିଫଳ ହେବେ। ଆସନ୍ତୁ ଆମେ ଜାଣିବା କୁମ୍ଭ ରାଶି। ଆପଣଙ୍କର ଏ ମାସଟି ଆମୋଦ ପ୍ରମୋଦରେ କଟିବ, କର୍ମକ୍ଷେତ୍ରରେ ସଫଳ ହେବେ, ବନ୍ଧୁ ସହଯୋଗ ଲାଭ ଅଛି, ଏ ମାସରେ ଆପଣମାନଙ୍କୁ ବନ୍ଧୁ ସହଯୋଗର ହାତ ବଢ଼ାଇବେ, ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଜୟଯୁକ୍ତ ହେବେ, ଆୟ ଅବ୍ୟାହତ ରହିବ, ପାରିବାରିକ ଜୀବନରେ ସୁଖୀ ହେବେ, ଚାକିରିରେ ପଦମର୍ଯ୍ୟାଦା ଲାଭ କରିବେ, ବ୍ୟବସାୟରେ ସୁପ୍ରତିଷ୍ଠିତ ହେବେ, ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉତ୍ତମ ଫଳ ପାଇବେ। ଏହି ମାସର 15 ଦିନ ପରେ କୁମ୍ଭ ରାଶିରେ ବିଭିନ୍ନ ସମସ୍ୟା ଦେଇ ଗତି କରିବେ, ଦେହ ମନ ଭଲ ରହିବ ନାହିଁ, କର୍ମକ୍ଷେତ୍ରରେ ପ୍ରତିରୋଧ ଓ ନାନା ସମସ୍ୟା ଦେଖାଦେବ, ଆୟକୁ ନେଇ ବଡ଼ ଚିନ୍ତିତରେ ଆପଣ ପଡ଼ିବେ, ପାରିବାରିକ ଜୀବନରେ ନୈତିକତା ହାନି ଘଟିବ, ଚାକିରିରେ ଅପମାନିତ ହେବେ ଏବଂ ବ୍ୟବସାୟରେ ଲାଭଦାୟକ ହେବେ ନାହିଁ, ଛାତ୍ରଛାତ୍ରୀମାନେ ବିଷାଦରେ ସମୟ କାଟିବେ ଅର୍ଥାତ୍ ଅଯଥାରେ ସମୟ ନଷ୍ଟ କରିବେ। ଆସନ୍ତୁ ଆମେ ଜାଣିବା ଏବେ ମୀନ ରାଶି ବିଷୟରେ। ଆପଣଙ୍କର ଏ ମାସଟି ମଧ୍ୟମ ଫଳଦାୟକ ହେବ, ଦେହ ମନ ଭଲ ରହିବ, କର୍ମକ୍ଷେତ୍ରରେ ବିଳମ୍ବରେ ଯୋଗ ଅଛି, ଧର୍ମ କାର୍ଯ୍ୟ ପ୍ରତି ଆସକ୍ତ ରହିବେ, ଆୟ ଖୁବ୍ ଭଲ ହେବ, ପାରିବାରିକ ଜୀବନରେ ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦରେ ରହିବେ, ଚାକିରିରେ ସୁଖୀ ହେବେ, ବ୍ୟବସାୟରେ କାରବାର କ୍ରମେ ବଢ଼ିବ, ଛାତ୍ରଛାତ୍ରୀମାନେ ଉଚ୍ଚ ଆଶା କରି ଆଗେଇ ରହିବେ। ଏହି ମାସର 15 ଦିନ ପରେ ମୀନ ରାଶି ବ୍ୟକ୍ତିମାନେ ବହୁତ ଭଲରେ ଦିନ କଟିବ, ଦେହ ମନ ଭଲ ରହିବ, କର୍ମକ୍ଷେତ୍ରରେ ସୁସ୍ଥତା ଅନୁଭବ କରିବେ, ବିଭିନ୍ନ ସୂତ୍ରରୁ ଆୟ ଯୋଗ ରହିଛି, ପାରିବାରିକ ଜୀବନରେ ଅଭାବ ଅସୁବିଧା ସବୁ ଦୂର ହେବ, ଚାକିରିରେ ସୁସ୍ଥତା ବୋଧ କରିବେ, ବ୍ୟବସାୟରେ ଅଳ୍ପ ଶ୍ରମରେ ବହୁ ଲାଭ ପାଇବେ, ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ଲାଭ କରିବେ। ଜୟ ଜଗନ୍ନାଥ। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲା ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।